ଅଷ୍ଟାଙ୍ଗ ଯୋଗ ରୀତିମତ କରିବା ଦରକାର। କାରଣ ଅଷ୍ଟାଙ୍ଗ ଯୋଗ କଲେ ଆପଣମାନେ ସମ୍ପୂର୍ଣ୍ଣ ନିରୋଗ ରହିବେ। ଆଗାମୀ ଦିନର ଆସୁଥିବା ରୋଗ ଆସିବ ନାହିଁ। ଯେଉଁ ଭୟଙ୍କର ରୋଗ ବେଳେବେଳେ ମାଡ଼ି ଆସୁଛି ବା ଲୋକଙ୍କ ଦେହର ସୃଷ୍ଟି ହୁଏ, ସେତେବେଳେ କୌଣସି ଆକାର ନଥାଏ। ତେଣୁ ସମସ୍ତେ ଅଷ୍ଟାଙ୍ଗ ଯୋଗ କରନ୍ତୁ, ବେଳହୁଁ ସାବଧାନ ରୁହନ୍ତୁ। ଆଉ ଆଗାମୀ ଦିନର ସେମିତି କିଛି ମାରାତ୍ମକ ରୋଗ ଆପଣଙ୍କ ପାଖକୁ ଆସିବ ନାହିଁ। ଅଷ୍ଟାଙ୍ଗ ଯୋଗ କରିବା ପୂର୍ବରୁ ପ୍ରଥମେ ଆପଣମାନେ ଶୌଚ ହେଇଯିବେ। ଏ କଥା ବି ବାରମ୍ବାର ମୁଁ କହି ଆସୁଛି। ସ୍ୱଚ୍ଛ ହେବେ। ସ୍ୱଚ୍ଛ ହେଇସାରି ଯଦି କିଛି ଆବଶ୍ୟକ ମନେ ପଡ଼େ କିଛି ଖାଇପାରନ୍ତି। ସମ୍ପୂର୍ଣ୍ଣ ଖାଲି ପେଟର ଯୋଗ କରିବା ପାଇଁ ମନା ଅଛି। ଆଉ ଖାଇସାରିକି ଯୋଗ କରିବାଟା ଆଦୌ ଠିକ୍ ନୁହେଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଖୁବ୍ ଭୋରୁ ଉଠି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯୋଗ ସାରିବାକୁ ପଡ଼ିବ। ତେଣୁ ଯୋଗ କଲାବେଳେ ବହୁତ ବାର କହିଛି, ଘର ଭିତରେ କରିବେ, ପଦାର କରିବେ ନାହିଁ। ତେଣୁ ଆପଣମାନେ ଯୋଗ କଲାବେଳେ ମୁଁ ପ୍ରଥମରୁ କହିଛି, ବସିବେ, ବାଁ ଗୋଇଠି ଝାଡ଼ା ପରିସ୍ରା ମଝିରେ ରଖିବେ। ରଖିକି ଯୋଗ ଆରମ୍ଭ କରିବେ। ଧ୍ୟାନ ମୁଦ୍ରାରେ ରହିବେ। ପ୍ରଥମେ ଔମ ମନ୍ତ୍ର 9 ଥର କରିବେ। ତାପରେ ଶିବ ଅହମ୍ ମନ୍ତ୍ର 108 ଥର କରିବେ। ମୁଁ ବର୍ତ୍ତମାନ ସ୍ୱଳ୍ପ ସମୟ ପାଇଁ ଔମ ଜପ, ଯେଉଁଟାକୁ ଓମ୍ କହୁଛନ୍ତି, ସେଇ ଔମ ଜପ 9 ଥର କରୁଛି। ଆଉ ଯୋଗ ଧ୍ୟାନ କଲାବେଳେ ପ୍ରତ୍ୟେକ ବ୍ୟକ୍ତି ଆଖି ବୁଜି କରିବେ। ଯୋଗ କରିବା ପୂର୍ବରୁ ଯୋଗର ପ୍ରାର୍ଥନାଟା କରିବେ। ଯୋଗ ପ୍ରାର୍ଥନା ଆପଣମାନେ ଜାଣିଛନ୍ତି ବା ବହୁତ କହିଛି, ନହେଲେ ଏବେ ଦେଖନ୍ତୁ ମୁଁ କହୁଛି। ଆଖି ବୁଝିକି ଆପଣ ଆଗେ ଯୋଗର ମନ୍ତ୍ର କରିସାରିଲା ପରେ ତାପରେ ଔମ ଜପ ମନ୍ତ୍ର କରିବେ। ଯୋଗର ମନ୍ତ୍ର 3 ଥର ଲେଖା କରିବେ। ସତ୍ୟ କି ଜୟ, ସତ୍ୟ କି ଜୟ, ସତ୍ୟ କି ଜୟ, सत्य ज्ञान की जय, सत्य ज्ञान की जय, सत्य ज्ञान की जय, आत्मदेव की जय, आत्मदेव की जय, आत्मदेव की जय, आत्मज्ञान की जय, आत्मज्ञान की जय, आत्मज्ञान की जय, स्वतंत्र विचार की जय, स्वतंत्र विचार की जय, स्वतंत्र विचार की जय, अखिल भूमंडीय सर्वशिरोमणि मुनि समाज की जय, अखिल भूमंडीय सर्वशिरोमणि मुनि समाज की जय, अखिल भूमंडीय सर्वशिरोमणि मुनि समाज की जय, पिता माता की जय, पिता माता की जय, पिता माता की जय, जय जीव, जय जीव, जय जीव। अर्थात अष्टांग जोग कले निजर जीवन को जय करिवे। आरंभ करुची 9 थर ॐ मंत्र। निश्वास नेबे नाक बाटे, छाड़िबे पाटी बाटे।
এই जो औम मंत्र संपूर्ण धीरे भ्रमर सदृश करिवे दरकार पड़िले मने मने करिवे आउ मु एटा जोर करिवार कारण आपन को जणाउची ता छड़ा प्रत्येक व्यक्ति योग कला बेले ठीक यही रकम ध्यान मुद्रा रे बसिकी करिवे रहिली जय जीव पिता माता की जय।